ଆମ ଗଡିଆ ପୋଖରୀରୁ ଆଜି ମାଛ ଧରା ହେଇଥିଲା। ଆଉ ମୁଁ ତରକାରୀ ଟିକେ କରିଥିଲି, ନିଏ ତମ ପୁଅ ଝିଅ ପାଇଁ। ଆମେ ଏଗୁଡା କିଛି ଖାଇବୁନି। ନା 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 ନା, ଗୋଟେ ଚୁଲିରେ ରୋଷେଇ କରୁଥିବ, କୋଉଠୁ ଧୂଳି ବାଲି ଗୋବର ପକେଇଥିବ। ନା ନା ନା, ଏଗୁଡା କି ମଣିଷ ଖାଆନ୍ତି? ତମେ ନେଲ, ତମେ ତମ ଘରେ ଏସବୁ ଖାଇପାର, ଆମର ଏଗୁଡା କେହି ଖାଇବେନି। ମୋ ପିଲାମାନେ ଖାଇବେନି କି ମୁଁ, ଆମ ଏଗୁଡା ଆମେ ଖାଇବୁନି। ନିଅ ସାଡେ, ନିଅ ତମେ, ନିଅ ତମ ଘରେ ତମ ପିଲାମାନଙ୍କୁ ଦେଇଦବ ପଛେ। ତମକୁ ତ ନିଜକୁ ନିଅଣ୍ଟ, ତମେ ଆମରୁ କଣ ନେଇକି ଆସୁଛ? ହଁ, ତମର ତ ଓଳିଏ ଖାଇଲେ ଓଳିଏ ନାହିଁ, ତମେ ଆମରୁ କଣ ନେଇକି ଆସୁଛ? ନିଅ ନିଅ ନିଅ, ସାଡେ ହଟ, ନିଅ। ନିଜ ଘରେ ଖାଇବାକୁ ନାହିଁ, ମୋ ଘରକୁ ନେଇକି ଆଉଛି ତରକାରୀ। ନା ନା, ଚୁଲିରେ କରିଛି, କିନ୍ତୁ ବହୁତ ପରିଷ୍କାର ଆମ ଘର। କୁଡିଆ ଭଙ୍ଗା କୁଡିଆ ହେଲେ କହିଲେ ଆମ ଘର ଭାରି ପରିଷ୍କାରରେ ମୁଁ ରଖିଛି। ବାସନ ଦେଖୁନା କେତେ ପରିଷ୍କାର ଅଛି। ନାଇଁ, ମୁଁ ଏତେ ଶ୍ରଦ୍ଧାରେ ଆଣିଥିଲି, ରଖ। ହଉ। ପୁଅର ଦେହ ବହୁତ ଖରାପ, 2 ଦିନ ହେଲାଣି ତାକୁ ଜ୍ୱର ଛାଡୁନି। ତା ବାପା ବି ଏଇ ବେଳାରେ ଘରେ ନାହାନ୍ତି। ମତେ କିଛି ପଇସା ଧାର ଦିଅ, ଟଙ୍କା 500 ଦିଅ। ଇଏ ଆସିଲେ ମୁଁ ଆଙ୍କୁ କେମିତି କଣ କହିବି ସୁଝି ଦେବେ। ଦିଅ ମତେ 500, ମୁଁ ତାକୁ ଟିକେ ମେଡିକାଲ ନେଇକି ଯିବି। 2 ଦିନ ହେଲାଣି ତା ଦେହରେ ଜ୍ୱର ଜମା ବି ଛାଡୁନି, ଯେତେ ଯାହା କଲେ। କଣ ହେଲା? ପଇସା ଦରକାର? ଧାରେ କାହିଁକି? ପୁଅକୁ ଥଣ୍ଡା ଜ୍ୱର, ମେଡିକାଲ ନବ। ତାକୁ ଗଙ୍ଗଶିଉଳି ବାଟିକି ପତ୍ର ବାଟିକି ପିଇକି ଥଣ୍ଡା କମିଯିବ। ଆଉ ଗୋଟେ କଥା, ତମେ ଧାର ନେଲେ ସୁଝି ପାରିବ କି? ତମର ତ ଓଳିଏ ଖାଇଲେ ଓଳିଏ ଉପାସ, ତମ ସ୍ୱାମୀର ତ ରୋଜଗାର ନାହିଁ। ତମେ ମତେ ଧାର ମାଗୁଛ? ହଁ, ଯଦି କହିବ 10-50 ଟଙ୍କା ମୁଁ ଦେଇଦେବି ସେମିତି, କିନ୍ତୁ ତୁ କହୁଛୁ ମତେ ହେଲେ 500 ଟଙ୍କା ଧାର ଦେ। ତମେ ତ ସୁଝି ପାରିବନି, ମୁଁ କୋଉ ଭରସାରେ ତମକୁ ଦେବି? କୋଉ ଭରସାରେ ଦେବି? ତମେ ଯାଅ ଏଠୁ। ହଁ, ଯଦି କହିବ ମୁଁ 10-50 ଟଙ୍କା ଦେଇପାରିବି, କିଛି ଅସୁବିଧା ନାହିଁ। ଏଇ ତାଠୁ ଟୁଣକା ଟୁଣିକି ମେଡିସିନ ଆଣିକି ଦେଇଦିଅ। ତମେ ଗଲ ଏଠୁ। ପିଲାକୁ ଜ୍ୱର ହେଇଛି, ପିଲାକୁ ୟା ହେଇଛି, କାଲି କହିବେ ମତେ ଏଇଟା କିଣିବାର ଅଛି, ମତେ ପଇସା ଦେ। ଏଟା ତ ପୋତା ହେଇଛି ତ ପଳେଇ ଆସୁଛନ୍ତି ମାଗିବା ପାଇଁ, ଛୋଟ ଲୋକ କୋଉଠିକାର। କାହାର ଅସମୟରେ କାହାକୁ ଏମିତି କଥା କୁହନି। ଆମେ ଗରିବ ହେଇପାରୁ ସତ, କିନ୍ତୁ ଆମେ ଠକ ଦଲାଲ ନୁହଁ। ମୋ ପୁଅର ଦେହ ଖରାପ, ମୁଁ ତମକୁ ଧାର ମାଗିବାକୁ ଆସିଥିଲି। ମୁଁ ତମ ପଇସା ଖାଇ ଦେଇ ନଥାନ୍ତି। ଆଉ ହଁ, ରାବଣର ବି ଅହଙ୍କାର ରହିନଥିଲା। ଆଉ ତମେ ତ ସାଧାରଣ ମଣିଷ, ଦିନ ଆସିବ ବୁଝିବ। କଣ ହେଲା ଏତେ ବ୍ୟସ୍ତ? ହଁ, ତାଙ୍କ ଦେହ ବହୁତ ଖରାପ, ଘରେ କେହି ବି ନାହାନ୍ତି। ଆଉ ତମେ ତ ଜାଣିଛ ଆମର ସବୁ ଲସ୍ ହେଇଗଲା, କିଛି ଘରେ ଟଙ୍କାଟେ ନାହିଁ। ପିଲାମାନେ ତ ମଣିଷ ହେଲେନି, ପାଠଶାଠ ପଢିଲେନି, ଖାଲି ସବୁବେଳେ ବଡ ଲୋକିଆ ଆଡାରେ ରହିଲେ। ଏବେ ତ ଆମର ପରିସ୍ଥିତି ବହୁତ ଖରାପ, ମତେ କିଛି ପଇସା ସାହାଯ୍ୟ କରିଥାଅ। ହଉ, ଦେହ ଖରାପ। ଆମର ତ ଘରେ କେହି ନାହାନ୍ତି, କିନ୍ତୁ ମୋ ପାଖେ କିଛି କ୍ୟାସ୍ ଅଛି, ଟଙ୍କା 20,000 ହବ। ଆଉ ତମେ ତାକୁ ନେଇକି ହସ୍ପିଟାଲ ପଳା, ଏତିକି ପଇସା ନେଇକି। ଆଉ ମୁଁ ସବୁ ଯୋଗାଡ଼ କରିକି ମୋ ପୁଅକୁ ଫୋନ କରୁଛି, ସେ ଅନଲାଇନରେ ପଇସା ପଠେଇଦବ। ମୁଁ ନେଇକି ଯାଉଛି, ମୁଁ ନେଇକି ଯାଉ। ତମେ ଆଗ ଏତିକି ନେଇକି ଗାଡି କରି ଅଟୋ କରି ପଳାଅ, ହେଲା? ଯାଅ। ଏବେ ତମ ସ୍ୱାମୀଙ୍କ ଦେହ ଭଲ ଅଛି ତ? ଆଚ୍ଛା, ହଉ ହଉ। ହଁ, ଏବେ ଭଲ ଅଛନ୍ତି। ଶୁଣ, କିଛି ବର୍ଷ ପୂର୍ବରୁ ଯେତେବେଳେ ଆମ ପାଖରେ ବହୁତ ପଇସା ଥିଲା, ସେତେବେଳେ ଧନର ଅହଙ୍କାର କରି, ପଇସାର ଅହଙ୍କାର କରି ମୁଁ ତମକୁ ବହୁତ ଖରାପ ବ୍ୟବହାର ଦେଖେଇଥିଲି। କିନ୍ତୁ ଯେତେବେଳେ ମୁଁ ଅସୁବିଧାରେ ପଡିଲି, ମୋ ପାଖେ ଆଜି ଖାଇବାକୁ ବି ମୁଠେ ନାହିଁ, ଆଉ ତମେ ଏତେ ଭଲରେ ଅଛ, କିନ୍ତୁ ତମେ କେବେ ବି ପଛ କଥା ନ ଧରି ମତେ ସାହାଯ୍ୟ କଲ। ମୁଁ ବୁଝିପାରୁଛି, ପ୍ରକୃତ ମଣିଷ ସିଏ ଯାହା ପାଖରେ ଅହଙ୍କାର ନାହିଁ, ଯାହା ପାଖେ ଧନର ଗରିମା ନାହିଁ। ମୁଁ ତ ଯୋଉ ଭୁଲ କରିଥିଲି, ମୁଁ ତ ଏବେ ଭୋଗୁଛି। ମତେ ପାରିବ ଯଦି କ୍ଷମା କରିଦବ। ଛାଡ, ସେ ପଛ କଥା କାହିଁ ଆଲୋଚନା କରୁଛ? ତମେ ତମ ଭୁଲ ବୁଝିପାରୁଛ, ସେତିକି ବଡ କଥା। ଆଉ ମନେ ରଖ, ଏଇ ଯୋଉ ଧନ ସମ୍ପତ୍ତି, ଘର ଦ୍ୱାର, ଜମି ବାଡି, ଇଏ କେତେବେଳେ ମା ଲକ୍ଷ୍ମୀ କାହାଠୁ ନେଇ କାହାକୁ ଦେଇଦେବେ କିଏ ଜାଣିଲା? ତ ସେଇ ମିଛ ଗର୍ବ ଅହଙ୍କାର କରିକି ଲାଭ କଣ? ତମେ ତମ ଭୁଲ ବୁଝିଛ, ସେତିକି ବଡ କଥା। ଭଗବାନ ତମକୁ ଭଲରେ ରଖନ୍ତୁ। ଆଉ ଗୋଟେ କଥା ମୁଁ ଜାଣିଛି, ଏଇ ପଇସା, ଏ ସମ୍ପତ୍ତି, ଏ ଘର ଦ୍ୱାର ଏଇଠି ରହିଯିବ, ସାଙ୍ଗରେ ଆମେ କଣ ନେଇକି ଯିବା ଜାଣ? ଆମେ କରିଥିବା ଆମର ଭଲ କାମ, ମହତ୍ କାମ। ଲୋକ ଆମକୁ ଯାହା କହୁଛନ୍ତି କୁହନ୍ତୁ, କିନ୍ତୁ ଆମ ମନ ଜାଣିଛି ଆମେ କୋଉ କାମ କରୁଛେ। ତ ସେତିକି ସବୁବେଳେ ମନେ ରଖିଥାଅ। ଭଲ କର୍ମ କର, ସେଠି ଭଗବାନ ଯେତେବେଳେ ଯାହା ଦବାର କଥା ନିଶ୍ଚିନ୍ତ ଦେବେ।